ପଚାରୁଥିଲି ମୁଁ ପିଲା ଏଇଥିପାଇଁ ଗୋଟେ ମାଳି ଯେତେବେଳେ ବଗିଚାରେ ସେ ଗଛଟେ ଲଗାଏ ତା ଦେହରେ ସେ ପାଣି ଟିକେ ଦିଏ ଖତ ଟିକେ ଦିଏ ସେ ଯତ୍ନ କରେ ଗଛଟା କେମିତି ବଡ଼ ହଉ ଆଉ ସେ ଗଛରେ ଯେତେବେଳେ ଫୁଲ ଫୁଟେ ସେ ମାଳିଟା ସବୁଠୁ ବେଶୀ ଖୁସି ହୁଏ ଆଉ ଖାଲି ଫୁଲ ଫୁଟେ ନାହିଁ ଯେତେବେଳେ ସେ ଗଛରେ ଫଳ ଧରେ ସେ ମାଳିର ଆନନ୍ଦ ଯିଏ ଦେଖିଛି ଯିଏ ଅନୁଭବ କରିପାରିବ ସେଇ କେବଳ ଅନୁଭବୀ କେବଳ ଅନୁଭବ କରିପାରିବ। ଏଠି ଯେଉଁ ଆଗରେ ଯେଉଁ ସାର୍ ମାନେ ସବୁ ବସିନାହାନ୍ତି ଏମାନେ ସେଇ ମାଳି ଆମର ସେ ବଗିଚା ଥିଲା ସେଇ ପୁରୋହିତପୁର ହାଇସ୍କୁଲ ଆଉ ସେଇ ବଗିଚାରେ ସେ ରଙ୍ଗଣୀ ସେଇଠି ଟଗର ଥିଲା ସେଇଠି ଗୋଲାପ ଥିଲା ସେଇଠି କନିଅର ଥିଲା ଏବଂ ସେଇଠି ଆମ୍ବ ଥିଲା ସେଇଠି ପଣସ ଥିଲା। ये माली मैंने से कथा ही करुले से ସେମାନେ ଯତ୍ନ କରୁଥିଲେ ପାଣି ଟିକେ ଟିକେ ଦେଉଥିଲେ ତ ପିଠିରେ ଯେଉଁ ବସୁଥିଲା ମୋ ପାହାର ସେଇଟା ଆଉ କିଛି ନଥିଲା ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ଛୋଟିଆ ଗଛଟା ମୋର ଦିନେ ଗୋଟେ ମହାଦ୍ରୁମରେ ପରିଣତ ହେବ ସେଥିରେ ଫଳ ଫଳିବ ଏବଂ ମୁଁ ସେଇଥିପାଇଁ ଦେଖୁଥିଲି ଖୁସି ହେବା ପାଇଁ ମୋ ଛୁଆମାନେ ଆଜି କିଏ କେଉଁଠି ସବୁ ହେଲେଣି କେଡ଼େ କେଡ଼େ ହେଲେଣି କେଉଁଠି ଅଛନ୍ତି ନା କରୁଛନ୍ତି ନା ନାହିଁ ପାହାଡ଼ରେ ଜଣେ ହେଲେ ନା ନାହିଁ ମୁଁ ସେଇଆକୁ ଦେଖିକିରି ମୁଁ ଅନ୍ତତଃ ଗର୍ବ କରିବି ଟିକେ ଏ ବୟସରେ ମୋ ଛୁଆ ଏଇଠି ସବୁ ଅଛନ୍ତି ରେ ମୁଁ ପଢ଼େଇଥିବା ମୋ ଛୁଆମାନେ ଜୀବନରେ ତରକ୍କି କଲେଣି ସେମାନେ ଭଲ ମଣିଷ ହେଇଛନ୍ତି ସେମାନେ ବଡ଼ ମଣିଷ ହେଇଛନ୍ତି ଆଶୀର୍ବାଦ କରୁଛେ ତମେ ସମସ୍ତେ ଖୁସିରେ ରୁହ ତମ ଆଗାମୀ ଦିନ ଆହୁରି ମହିମାମଣ୍ଡିତ ହଉ ଧନ୍ୟବାଦ।